ମୋର ପ୍ରିୟ ପିଲାମାନେ ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଥିବେ ଆମର କ୍ଲାସ୍ 1 ରୁ 8 ଏଥିରେ ନୋ ଡିଟେନସନ୍ ପଲିସି ଆପଣଙ୍କ ରହିଛି। ତା ମାନେ କ'ଣ? ତା ମାନେ କୌଣସି ବି ପିଲାକୁ ଆପଣ ଫେଲ୍ କରିପାରିବେନି। ଯଦିଓ ସିଏ ମାର୍କ ଆପଣଙ୍କର କମ୍ ରଖୁଛି, ଆପଣ ତ ଜାଣିଛନ୍ତି କ'ଣ କରାଯାଏ, ସିଏ ପ୍ରମୋଟ୍ ହେଇ ହେଇ ଆପଣଙ୍କର ଯିବ। ଏବେ ଆଜି ଆପଣଙ୍କର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏହାକୁ ପୁରାପୁରି ହଟେଇ ଦେଇଛନ୍ତି। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସ୍କ୍ରାପ୍ସ ନୋ ଡିଟେନସନ୍ ପଲିସି ଫର୍ କ୍ଲାସ୍ 5 ଟୁ ଆପଣଙ୍କର 8। ମାନେ 1 ରୁ ଆପଣଙ୍କର 5 ତ ସିଏ ଆପଣଙ୍କର ଇଜିଲି ପାସ୍ ହେଇଯିବ, କିନ୍ତୁ 5 କ୍ଲାସ୍ରେ ତାକୁ କମ୍ପଲସରି କ୍ୱାଲିଫାଇ କରିବା ପାଇଁ ପଡ଼ିବ। ଯଦିଓ ଆପଣ ଏମିତି ବି ଦେଖିବା ପାଇଁ ଗଲେ ସାର୍ ଆଜିକାଲି କିଏ ଆଉ ଫେଲ୍ ହେଉଛନ୍ତି, ବଟ୍ ଗୋଟେ ପଟୁ ଦେଖିବା ପାଇଁ ଗଲେ ବହୁତ ହି ଭଲ। ଆଉ ଗୋଟେ ପଟୁ ଦେଖିବା ପାଇଁ ଗଲେ ତ କେହି ଫେଲ୍ ହେଉନାହାନ୍ତି। ଆଉ ଦେଖନ୍ତୁ କ'ଣ ଲେଖା ହେଇଛି ହେଲା। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ମେକ୍ସ ବିଗ୍ ଚେଞ୍ଜ ଇନ୍ ଏଜୁକେସନ୍ ରୁଲ୍ ସ୍କ୍ରାପ୍ସ ନୋ ଡିଟେନସନ୍ ପଲିସି ଫର୍ କ୍ଲାସ୍ 5 ଟୁ 8। ଏହା ମାନେ ଆପଣଙ୍କର କ'ଣ, ତାହା ବି ଆପଣଙ୍କୁ ମୁଁ ବୁଝାଉଛି। ଦେଖନ୍ତୁ ଏଥିରେ ଆପଣଙ୍କର ଆଜି କ'ଣ ହେଲା, ଏଇଟା ହେଉଛି ଆଜିର ଆର୍ଟିକଲ ହେଲା, ମାନେ ଅଳ୍ପ ସମୟ ପୂର୍ବରୁ ହିଁ ଏହା ଡିସାଇଡ୍ ଆପଣଙ୍କର କରାହେଇଛି। ଗୋଟେ ପିଲାଟା ଭଲ ସ୍କୋର ରଖିଲେ ହିଁ, ମାନେ ଭଲ ସ୍କୋର କହିବା ପାଇଁ ଗଲେ ଯେଉଁ ବର୍ଷ ଶେଷରେ ପରୀକ୍ଷା ହେଉଛି ସେଥିରେ ପାସ୍ କଲେ ହିଁ ସେ କ୍ଲାସ୍ 6କୁ ଯିବ, ଆଉ କ୍ଲାସ୍ 8ରେ ପାସ୍ ହେଲେ ଯାଇକି ସେ କ୍ଲାସ୍ 9କୁ ଯିବ। ଏବେ କ'ଣ ହେଉଥିଲା ନା, ଯିଏ ହେଲେ ବି ଖାଲି ବିନା ପଢ଼ିକି ବି ଆପଣଙ୍କର ପାସ୍ ସମସ୍ତେ। ଆଉ ଠିକ୍ ଅଛି। ତା କିନ୍ତୁ ଇନ୍ କେସ୍ ଏନିୱାନ୍ ଫେଲ୍ସ, ଧରା ଯେଉଁ ଗୋଟେ ପିଲା ଫେଲ୍ ହେଉଛି ତାକୁ 2 ମାସ ମଧ୍ୟରେ ପୁଣି ଥରେ ଚାନ୍ସ ଆପଣଙ୍କର ଦିଆଯିବ ପାସ୍ କରିବା ପାଇଁ। ଆଉ ଥରେ ଚାନ୍ସ ଦିଆଗଲା। ହାଉଏଭର୍ if the students continues to fail even in the re-examination or do not fulfill the promotion criteria, again he shall be held to back in 5th class। ଧର ଯୋଉ ଗୋଟେ ଛୁଆଟା ତାକୁ ଚାନ୍ସ ଦିଆଗଲା ହେଲେ ବି ସିଏ ଆପଣଙ୍କର ଫେଲ୍ ହେଲା, ଏବେ ଆଉ ସିଏ ଆପଣଙ୍କର ସେଇ ନୂଆ କ୍ଲାସ୍କୁ ପ୍ରମୋଟ୍ ହେବନି, ସେ ପୂର୍ବ କ୍ଲାସ୍ରେ ଆଉ ଗୋଟେ ବର୍ଷ ଆପଣଙ୍କର ପଢ଼ିବ। ଠିକ୍ ଅଛି। ଆପଣ ଜାଣିଛନ୍ତି ଏଜୁକେସନ୍ ଆମର କନକରେଣ୍ଟ ଲିଷ୍ଟରେ ଅଛି। ତ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଲାଗୁ କଲା ମାନେ ଓଡ଼ିଶା ଗଭର୍ଣ୍ଣମେଣ୍ଟ କିମ୍ବା ଯେଉଁ ରାଜ୍ୟମାନଙ୍କରେ ବି ସବୁ ରାଜ୍ୟ ଏହାକୁ ବହୁତ ଜଲ୍ଦି ଆପଣଙ୍କର ଇମ୍ପ୍ଲିମେଣ୍ଟ କରିଦେବେ। ତ ବହୁତ ହି ଭଲ ପଦକ୍ଷେପ ଆପଣଙ୍କର ଅଟେ। ବଟ୍ ଆଜିକାଲି ଆଉ କିଏ ଫେଲ୍ ହେଉଛି କହିବା ପାଇଁ ଗଲେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।